ନମସ୍କାର। କାହାଣୀକୁ ଆପଣମାନଙ୍କୁ ସ୍ୱାଗତ। ଆଜି ଆସନ୍ତୁ କାହାଣୀରେ ଶୁଣିବା ଗୋଟିଏ ଅତି ଚମତ୍କାର ଗଳ୍ପ ଡାଳିମ୍ବ କୁମର କଥା। ଗୋଟିଏ ଦେଶରେ ଜଣେ ରାଜା ଥାଆନ୍ତି। ତାଙ୍କର ଦୁଇ ଭାରିଜା। କାହାରି କିଛି ସନ୍ତାନ ହେଲା ନାହିଁ। ରାଜା ଭାରି ଚିନ୍ତା କରିଥାନ୍ତି। ଖୁବ୍ ଦାନଧ୍ୟାନ କରୁଥାନ୍ତି। କେମିତି ଗୋଟିଏ ପୁଅଟିଏ ହେବ। ଦିନକର ଜଣେ ସିଦ୍ଧ ପୁରୁଷ ଆସିଲେ। ସେ ପଚାରିଲେ, ରାଜାଙ୍କର ଏତେ ଦାନଧ୍ୟାନ କାହିଁକି ହେଉଛି? ମନ୍ତ୍ରୀ କହିଲେ, ରାଜାଙ୍କର କିଛି ପୁଅ ଝିଅ ହେଉନାହିଁ ବୋଲି ଧର୍ମ କରୁଛନ୍ତି। ଏ ବିଧାତା ପୁରୁଷ ଛଦ୍ମବେଶରେ ଆସିଥାନ୍ତି। ସେ ରାଜାଙ୍କୁ ଡକାଇଲେ। ତାଙ୍କୁ ଗୋଟିଏ ଡାଳିମ୍ବ ଦେଇ କହିଲେ, ଫଳଟିକୁ ନିଅ। ତମ ରାଣୀଙ୍କ ଭିତରୁ ଯେ ଆଗେ ଋତୁମତୀ ହେବ, ଋତୁ ସ୍ନାନ ଦିନ ତାଙ୍କୁ ଖାଇବାକୁ ଦେବ। ସେ ଏ ଫଳଟି ଖାଇ ଗର୍ଭବତୀ ହେବ। କିଛି ଦିନ ଗଲା। ସାନ ରାଣୀ ଆଗେ ଋତୁମତୀ ହେଲା। ରାଜା କ'ଣ କଲେ ନା, ସାନ ରାଣୀକି ସେଇ ଡାଳିମ୍ବଟିକୁ ନେଇ ଖାଇବାକୁ ଦେଲେ। ଏହାର କିଛି ଦିନ ପରେ ସାନ ରାଣୀ ଗର୍ଭବତୀ ହେଲେ। ବଡ଼ ରାଣୀ ସାନ ରାଣୀଙ୍କୁ ଜମା ଦେଖିପାରେ ନାହିଁ। ତହିଁରେ ଫେରେ ଏ ଗର୍ଭ ହେବାର ଦେଖି ଏହାର ହିଂସା ଦ୍ୱିଗୁଣ ବଢ଼ିଲା। ଏ ଭାରି ଦୁଃଖରେ ଥାଏ କିପରି ସାନ ରାଣୀର ପିଲାଟିକୁ ନଷ୍ଟ କରିବ। ଦିନେ ବଡ଼ ରାଣୀ ଧାଇ ହାତରେ ଗୁଡ଼ାଏ ଜଡ଼ିବୁଟି ଦେଇ ପଠେଇଲା। ଧାଇ ଯାଇ ସାନ ରାଣୀକୁ କହିଲା, ବଡ଼ ରାଣୀ ୟାକୁ ଦେଇଛନ୍ତି, ତମେ ଖାଇବ। ଏ ସେହି ସାଧୁଙ୍କ ନାମରେ ତାକୁ ଖାଇଦେଲା। ତାର କିଛି ହେଲା ନାହିଁ। 10 ମାସ 10 ଦିନ ପୂରିଲାରୁ ସାନ ରାଣୀର ଗୋଟିଏ ପୁଅ ହେଲା। ରାଜା ବଡ଼ ଖୁସି ହେଲେ। ରାଜ୍ୟରେ ଡେଙ୍ଗୁରା ଦିଆଗଲା। ସମସ୍ତେ ଆନନ୍ଦ ଉତ୍ସବ କଲେ। ଷଠି ପଞ୍ଚୁଆତି ବାରଯାତ୍ରା ଗଲା। 21 ଦିନ ସେ ସିଦ୍ଧ ପୁରୁଷ ଫେରେ ଆସିଲେ। ଏ ପୁଅଟିର ନାମ ଡାଳିମ୍ବ କୁମର ଦେଇଗଲେ। ସାନ ରାଣୀକି ଗୋପନରେ କହିଗଲେ, ତୋ ପୁଅ ସହଜରେ ମରିବ ନାହିଁ। ତମର ଯେଉଁ ଦାଣ୍ଡ ପୋଖରୀ ଅଛି, ତହିଁରେ ଗୋଟିଏ ରାଘବ ମାଛ ଅଛି। ତାର ପେଟ ଭିତରେ ଗୋଟେ ଫରୁଆ ଅଛି। ତହିଁରେ ଯେଉଁ ଡାଳିମ୍ବ ଦ୍ୱାର ଅଛି, ଏହାର ଜୀବନ ସେଥିରେ ଅଛି। ସେ ଦ୍ୱାରକୁ ଫରୁଆ ଭିତରୁ ବାହାର କରି ଯଦି କେହି ଲଗାଇବ, ତେବେ ଏ ପୁଅ ମରିବ। ଏହା କହି ସେ ସିଦ୍ଧ ପୁରୁଷ ବାହାରିଗଲେ। ଡାଳିମ୍ବ କୁମାରକୁ 6-7 ବର୍ଷ ହୋଇଗଲା। ପାଠ ହେରିକା ଖୁବ୍ ପଢ଼ିଲା। ତାର ପାରାରେ ବଡ଼ ଶ୍ରଦ୍ଧା। ବହୁତ ଗୁଡ଼ିଏ ପାରା ପୋଷିଥାଏ। ପାରାଙ୍କୁ ଚରିବାକୁ ଛାଡ଼ିଦେଲା ବେଳେ 2ଟା ଗୋଟାଏ ବଡ଼ ରାଣୀ ଦୁଆରକୁ ବାହାରି ଯାଆନ୍ତି ଚରିବାକୁ। ବଡ଼ ରାଣୀ ତାଙ୍କୁ ସବୁ ଧରି ରଖେ। ମାଗିଲେ ୟାକୁ କହେ, ଯା ତୋ ବୋଉକୁ ପଚାରିବୁ ତୋ ଜୀବନ କେଉଁଠି ଅଛି। ବୁଝି ଆସି ଯେବେ କହିବୁ, ତେବେ ତୋ ପାରା ତତେ ଦେବି। ଡାଳିମ୍ବ କୁମାର ଯାଇ ତା ମାଆକୁ ପଚାରେ, ତା ଜୀବନ କେଉଁଠି ଅଛି। ତା ମାଆ କହେ, ତୁ ସେଥିରୁ କ'ଣ ପାଇବୁ? ଏହିପରି କହି ଭୁଲେଇ ଦିଏ। ବଡ଼ ରାଣୀ ବି ପାରା ଦିଏ ନାହିଁ। ଏହିପରି ଗୋଟିଏ 2ଟି ରଖୁ ରଖୁ ବଡ଼ ରାଣୀ ସବୁ ପାରାଯାକ ରଖିଲା। ଏ ମାଗିଲାରୁ କହିଲା, ତୋ ଜୀବନ କେଉଁଠି ଅଛି ନ କହିଲେ ମୁଁ କେବେ ପାରା ଦେବି ନାହିଁ। ତୋ ବୋଉକୁ ଯଦି ନ କହୁଛି, ତେବେ ତୁ ରୁଷିଲେ ସେ କହିବ। ଏ ଗଲା ସେଦିନ ତଳେ ଗଡ଼ିଲା। ମା ସାଙ୍ଗେ ଏକ ଜିଦ୍ କଲା, କହ ମୋ ଜୀବନ କେଉଁଠି ଅଛି। ମା କହିଲା, ତତେ ଏ କଥା କିଏ ଶିଖେଇଛି? ଏ କହିଲା, ମୋତେ କେହି ଶିଖାଇ ନାହିଁ। ମୁଁ ନିଜେ ଜାଣିବି, ମୋତେ କହ। ଏହିପରି ଲଗାଇ ଲଗାଇ ମା ଠାରୁ ସବୁ ଜାଣିଲା। ୟା ଜୀବନ କେଉଁଠି ଅଛି ଆସି ବଡ଼ ରାଣୀ ଆଗରେ ସବୁ କଥା କହିଦେଲା। ବଡ଼ ରାଣୀ ଶୁଣିଲା ଯେଉଁଠୁ ସବୁ ପାରା ଛାଡ଼ିଦେଲା। ତହିଁଆର ଦିନ ବଡ଼ ରାଣୀ କ'ଣ କଲା, ଧାଇ ହାତରେ ରାଜାଙ୍କ ପାଖକୁ ଖବର ଦେଲା। କହିଲା, ରାଜାଙ୍କୁ କହିବ, ବଡ଼ ରାଣୀଙ୍କ ଦେହ ଦୁଃଖ ହୋଇଛି। ଦାଣ୍ଡ ଗଡ଼ିଆ ମାଛ ମାରିବେ। ସେଥିରେ ଯେଉଁ ରାଘବ ମାଛ ଅଛି, ତାକୁ ଖାଇଲେ ତାଙ୍କ ଦେହ ଭଲ ହେବ। ରାଜା ତ ଆଉ ଏ କଥା ଜାଣନ୍ତି ନାହିଁ। କହିଲେ, ହଉ ଜାଲ ପକାଅ। ବଡ଼ ଜାଲ ଥରେ ବୁଲାଇ ଆଣି ଆଉ ଥରେ ବୁଲାଇ ଆଣିଲା ବେଳକୁ ସେହି ରାଘବ ମାଛଟି ପଡ଼ିଲା। ତାକୁ ବଡ଼ ରାଣୀ ଉଆସକୁ ନେଇଗଲେ। ବଡ଼ ରାଣୀ ନିଜେ ସେ ମାଛକୁ କେଳେଇ ବସିଲେ। ତାକୁ ଦିଗର କରି କାଟି ପେଟକୁ ଚିରି ଦେଇ ଦ୍ୱାର ଫରିଆକୁ କାଢ଼ି ରଖିଲା। କହିଲା, ନିଅ
ୟାକୁ କାଟିକୁଟି ତରକାରୀ କର। ଏ ଫରୁଆରୁ ହାରଟିକୁ କାଢ଼ି ବେକରେ ପକାଇଲା ଯେଉଁଠୁ ତେଣେ ଡାଳିମ୍ବ କୁମାର ମରିଗଲା। ସାନରାଣୀ କାନ୍ଦି ଉଠିଲା। ଆଉ ସମସ୍ତେ ଯାଇ ଦେଖନ୍ତି ଯେ ଡାଳିମ୍ବ କୁମାର ମରିପଡ଼ିଛି। ରାଜା ବଡ଼ ବ୍ୟସ୍ତ ହେଲେ। କହିଲେ, ନିଅ ତାକୁ ଦାହ କରିଦିଅ ଗୁଆ ଘିଅ ଚନ୍ଦନ କାଠରେ। ସାନରାଣୀ କହିଲା, ମୋ ପୁଅ ପୋଡ଼ା ହେବ ନାହିଁ କି ପୋତା ହେବ ନାହିଁ। ବନସ୍ତ ଭିତରେ ଗୋଟିଏ ଘର ତୋଳା ହେବ। ସେ ଘର ଭିତରେ ସବୁ ଖାଇବା ପଦାର୍ଥ ରହିବ। ସେଠାରେ ନୂଆ ପୋଖରୀ ଖୋଳା ହେବ। ଚାରିପାଖ ଯାକ ପାଚେରୀ ବୁଲିବ। ଫୁଲ ବଗିଚା ହେବ। ମୋ ପୁଅ ସେଇ ଭିତରେ ରହିବ। ସବୁ ସେହିପରି କରାଗଲା। ଡାଳିମ୍ବ କୁମାରକୁ ନେଲେ। ସେମିତି ଖଟ ସୁଦ୍ଧା ସେଇ ଘରେ ଥୋଇ ଦେଇ ଆସିଲେ। ଇଆଡ଼େ ବଡ଼ ରାଣୀ କ'ଣ କରେ, ସେ ହାରକୁ ଦିନଯାକ ଲଗାଏ। ରାତି ହେଲା କ୍ଷଣି ଥୋଇଦିଏ ରାଜା ଦେଖିବେ ବୋଲି। ଡାଳିମ୍ବ କୁମାର ଦିନଯାକ ମରେ। ରାତି ହେଲାରୁ ଜିଇଁ ଉଠେ। ହାର ଥୋଇଦେଲା କ୍ଷଣି ଉଠିକି ଖାଏ ପିଏ। ଫୁଲ ବଗିଚାକୁ ଯାଇ ବୁଲେ। ଏହିପରି ରାତିଯାକ କରେ। ସକାଳ ହେଲାରୁ ମରିକରି ଶୁଏ। ଆର ଦେଶ ରାଜା ଝିଅକୁ ବରଘର ଲାଗିଲା ଯୋଉଠୁ ଯେତେ ଖୋଜିଲେ କୋଉଠି ବର ଘଟଣା ହେଲା ନାହିଁ। ରାଜା ବଡ଼ ବ୍ୟସ୍ତ ହୋଇ ପଣ୍ଡିତମାନଙ୍କୁ ଡକେଇଲେ। ପଚାରିଲେ, ୟାକୁ କାହିଁକି ବର ମିଳୁନାହିଁ? ଏଇତମାନେ ଗଣନା କରି କହିଲେ ଯେ ଦିନରେ ମରୁଥିବ, ରାତିରେ ଜିଉଥିବ, ୟାକୁ ସେ ବିଭା ହେବ। ରାଜା କହିଲେ, ଏ ଅଲକ୍ଷଣୀଟାର ମୁହଁ ଚାହନା। ଗୋଟିଏ ମଲା ମଣିଷ ବାହା ହେବ? ଏମନ୍ତ ଗୋଟିଏ ବର ଫେରେ କେଉଁଠୁ ମିଳିବ? ୟାକୁ ବାହାର କରିଦିଅ। ସେ ଝିଅକୁ ବାହାର କରିଦେଲେ। ଝିଅ ବୁଲି ବୁଲି ଆସି ଯେଉଁ ବନସ୍ତରେ ଡାଳିମ୍ବ କୁମାର ଅଛି ସେଇଠି ପହଞ୍ଚିଲା। ଦେଖିଲା ଯେ ବନସ୍ତ ଭିତରେ ଗୋଟିଏ ଘର ଦିଶୁଛି। ଯାଇ ସେ ଫୁଲ ବଗିଚାରେ ରହିଲା। ଆପଣା ଦୁଃଖରେ କାନ୍ଦୁଥାଏ। ରାତି ହେଲାରୁ ରଜାପୁଅ ଜିଇ ଉଠିଲା। ଗାଧୋଇ ଆସି ରାନ୍ଧିଲା ବାଢ଼ିଲା, ଖାଇଲା ପିଇଲା। ପୁଣି ଫୁଲ ବାରିକି ଗଲା ବେଳକୁ ଦେଖିଲା ଏ ବସି କାନ୍ଦୁଛି। ଡାଳିମ୍ବ କୁମାର ୟାକୁ ସବୁ ପଚାରିଲା। ଏ ଝିଅ କହିଲା, ମୁଁ ସେ ଦେଶର ରଜା ଝିଅ। ମୋ ପାଇଁ ବର ଲାଗୁଥିଲା। ପଣ୍ଡିତମାନେ ଏପରି କହିବାରୁ ବାପା ମୋତେ ବାହାର କରିଦେଇଛନ୍ତି। ଡାଳିମ୍ବ କୁମାର କହିଲା, ତୁମର ବର ହେଉଛି ମୁଁ। ବିଧାତା ଘଟଣା କରିଛି। ମୁଁ ଦିନରେ ମରେ, ରାତିକି ବଞ୍ଚେ। ଏହା କହିଲା। ରାଜା ଝିଅକୁ ଘର ଭିତରକୁ ନେଇଗଲା। ଦିହେଁ ଆନନ୍ଦରେ ରହିଲେ। ଖାଇଲେ ପିଇଲେ ବସିଲେ ଉଠିଲେ। ଦିନକର ରଜା ଝିଅ ପଚାରିଲା ଡାଳିମ୍ବ କୁମାରକୁ, ତେମେ କାହିଁକି ଏପରି ହୁଅ? ଦିନରେ ମର, ରାତିରେ ଜିଅ। ଏ ଆଦ୍ୟରୁ ପ୍ରାନ୍ତ ପର୍ଯ୍ୟନ୍ତ ସବୁ କହିଗଲା। ରାଜା ଝିଅ ଶୁଣି ମନ କଥା ମନରେ ରଖିଥାଏ। କେତେ ଦିନ ଗଲା। ଏହାର ଗର୍ଭ ହେଲା। ଗୋଟିଏ ପୁଅ ଜନ୍ମ ହେଲା। ପୁଅକୁ 2-4 ବର୍ଷ ହୋଇଗଲା। ଦିନେ ଏ କ'ଣ କଲା ନା, ପୁଅକୁ ବାପ ପାଖରେ ଛାଡ଼ିଦେଲା। ଗୋଟିଏ ଭଣ୍ଡାରୁଣୀ ବେଶ ଧରି ଟୋକେଇଟିଏ କାଖେଇଲା। ପଚାରି ପଚାରିକା ଗଲା ରାଜା ଘରକୁ। ଆଗେ ସାନ ରାଣୀଙ୍କ ପାଖକୁ ଗଲା। ତାଙ୍କୁ ଦଣ୍ଡବତ କଲା। ପଚାରିଲା, ବଡ଼ ରାଣୀ କେଉଁଠି ଅଛନ୍ତି? ସାନ ରାଣୀର ପୁଅ ମଲା ଦିନୁ ସାନ ରାଣୀର ମନରେ ଜମା ସୁଖ ନାହିଁ। କହିଲା, ସେ ଘରେ କେଉଁଠି ଅଛନ୍ତି ଦେଖେ। ଏ ଖୋଜି ଖୋଜିକା ବଡ଼ ରାଣୀଙ୍କ ପାଖକୁ ଗଲା। ତାଙ୍କୁ କହିଲା, କେତେ ଦିନ ହେଲା ନଖ ତୋଳା ହୋଇନାହିଁ। ଆସ ନଖ ତୋଳିଦେବି। ବଡ଼ ରାଣୀ ପଚାରିଲେ, ତୁ କିଏ? ତୋର ଘର କେଉଁଠି? ଏ କହିଲା, ମୋ ଘର ଏ ଦେଶରେ ନୁହେଁ। ମୁଁ ତୁମ ଭଣ୍ଡାରୁଣୀର ମଉଳା ଝିଅ ଭଉଣୀ। ଆସ, ଜଲ୍ଦି ଆସ। ତେଣେ ମୋ ପୁଅ କାନ୍ଦୁଥିବ। ଆସ, ତୁମର ନଖ ତୋଳି ଦେଇ ଯାଇଥିବି। କାଲି ପୁଅକୁ ଘେନି କରିକି ଆସିବି ଯେ ଅଳିତା ଲଗେଇଦେବି। ତରତର ହୋଇ ନଖ ତୋଳି ଦେଇ ସେଦିନ ସେ ବାହାରିଗଲା। ତହିଁ ଆର ଦିନ ପୁଅକୁ ଘେନି କରି ଆଇଲା। ପୁଅକୁ ଶିଖେଇ ଦେଇଥାଏ, ବଡ଼ ରାଣୀ ବେକରେ ଯେଉଁ ହାର ଅଛି ମୁଁ ତାକୁ ମାଗିବି ଦେଖିବାକୁ। ସେ ମୋତେ କାଢ଼ି କରି ଦେଖିବାକୁ ଯେତେବେଳେ ଦେବେ, ତୁ କ'ଣ କରିବୁ ନା ହାରକୁ ଛଡ଼ାଇ ନେଇଯିବୁ ମୋ ହାତରୁ। ଆଉ ମୁଁ ତାହା ଆଣିଲା ବେଳକୁ ତୁ କାନ୍ଦିବୁ। ମୁଁ କହିବି ଯେ ପିଲାଟା କାନ୍ଦୁଛି, ଆଜି ନେଇଯାଉ, କାଲି ବୁଝିଗଲେ ଆଣି ଦେଇଯିବି। ତାପରେ ସେ ବଡ଼ ରାଣୀଙ୍କର ନଖ ତୋଳି ବସିଛି। ବେକକୁ ଅନେଇ ଦେଲା। କହିଲା, ସାଆନ୍ତାଣୀ, ଏ ହାର କେଉଁଠୁ ଆଣିଥିଲ? ୟାକୁ କୋଉ ଦେଶର ବଣିଆ ଗଢ଼ିଛି? ଏ ତ ଆମ ଦେଶର ଗଢ଼ା ପରି ଦିଶୁନାହିଁ। ବଡ଼ ରାଣୀ କହିଲା, ୟାକୁ ଆମ ବାପା ଘର ଆଡ଼ ବଣିଆ ଗଢ଼ିଛି।
ଏ କହିଲା ଦେଖି ସାନ୍ତାଣୀ କେମନ୍ତି। ବଡ଼ ରାଣୀ ବେକରୁ ହାର ବାହାର କରିଦେଲା। ଏ ଦେଖୁ ଦେଖୁ ପୁଅ ଛଡ଼େଇ ନେଇ ଧରିଲା। ଧରିଥାଏ ଏ ନଖ ତୋଳି ସାରିଲା। ଅଳତା ଲଗେଇ ଦେଇ ସାରିଲା ବେଳକୁ ପୁଅକୁ କହିଲା ତାଙ୍କ ହାର ଦେ, ଆମେ ଆମ ଘରକୁ ଯିବା। ପୁଅ ଆଉ ଛାଡ଼ିଲା ନାହିଁ, କାନ୍ଦି କରି ଗଡ଼ିଲା। ଏ କହିଲା ଦେଉ ତ ନାହିଁ, ମୁଁ ଘରକୁ ନେଇଯାଉଛି, କାଲି ସକାଳୁ ହାର ଆଣି ଦେଇଯିବି। ବଡ଼ ରାଣୀ କହିଲେ ହଉ ନେ। ଏ ହାରକୁ ନେଇ ବାହାରି ଆସିଲା, ଆଉ ଫେରାଇଲା ନାହିଁ। ସେହି ଦିନଠାରୁ ଡାଳିମ୍ବ କୁମର ସର୍ବଦା ଜିଇଲା, ଆଉ ମଲା ନାହିଁ। ରାଜାଙ୍କର ମାଳି ସେଠାକୁ ସବୁଦିନେ ଫୁଲ ତୋଳିବାକୁ ଯାଏ। ସବୁବେଳେ ନିଶବ୍ଦ ହୋଇଥିଲା। ସେଠାରେ ଏବେ ସର୍ବଦା ଗହଳ ଚହଳ ଲାଗିବାର ସେ ଶୁଣିଲା। ଆସି ରାଜାଙ୍କୁ କହିଲା, ମଣିମା, ଗୋଟିଏ କଥା କହିବାକୁ ଭାରି ଡର ମାଡ଼ୁଛି। ରାଜା କହିଲେ କ'ଣ କହ। ମାଳି କହିଲା, ମଣିମା, ବନସ୍ତ ଭିତରେ ଯେଉଁ ନଅରରେ ଛାମୁଙ୍କର ଡାଳିମ୍ବ କୁମରକୁ ରଖିଦେଇ ଆସିଥିଲେ, ସେଠାକୁ ମୁଁ ଆଗ ଫୁଲ ତୋଳି ଯାଉଥିଲି। ସେ ସର୍ବଦା ନିଶବ୍ଦ ଜଣାଯାଉଥିଲା। ଏବେ କେତେ ଦିନ ହେଲା ସେଠାରେ ବଡ଼ ଗହଳ ଚହଳ ଲାଗିଛି। ରାଜା କହିଲେ କାଲି ସେ ଆଡ଼କୁ ବୁଲିଯିବା, ଦେଖିବା। ସେଦିନ ଗଲା। ତହିଁଆର ଦିନ ରାଜା ଗଲେ ସେ ଆଡ଼କୁ ବୁଲି। ଡାଳିମ୍ବ କୁମର ଘର କବାଟ ଫିଟାଇ ଦେଖିଲା ବେଳକୁ ଡାଳିମ୍ବ କୁମର ଖଟ ଉପରେ ବସିଛି। ତା ଭାରିଜା ତଳେ ବସିଛି। ପୁଅ ଡାଳିମ୍ବ କୁମର ପାଖେ ବସିଛି। ରଜା ଦେଖି କାବା ହୋଇଗଲେ। ଡାଳିମ୍ବ କୁମରକୁ ସବୁ କଥା ପଚାରିଲେ। ଡାଳିମ୍ବ କୁମର ସବୁ କଥା କହିଗଲା। ବଡ଼ ରାଣୀ ଯାହା କରିଥିଲା ଆଦ୍ୟରୁ ପ୍ରାନ୍ତ ପର୍ଯ୍ୟନ୍ତ ରାଜାଙ୍କୁ ସବୁ କଥା କହିଲା। ସେ ରାଜା ଝିଅ ଆଉ ପୁଅକୁ ଦେଖି ରାଜା ପଚାରିଲେ, ଏମାନେ ସବୁ କିଏ? ରାଜା ଝିଅ କହିଲା, ମୁଁ ଆପଣଙ୍କର ବୋହୂ। ଆଉ ଯେତେ ଯେତେ କଥା ତା ସମ୍ବନ୍ଧରେ ଯାହା ଜାଣିଥିଲା ସବୁ କହିଗଲା। ଭଣ୍ଡାରୁଣୀ ବେଶ ହୋଇ କେମିତି ବଡ଼ ରାଣୀଙ୍କଠୁ ହାର ଆଣିଥିଲା ସବୁ କହିଗଲା। ରାଜା ପୁଅ, ବୋହୂ, ନାତିଙ୍କୁ ଦେଖି ବଡ଼ ଖୁସି ହେଲେ। ସେମାନଙ୍କୁ ଘରକୁ ନେଇ ଆସିଲେ। ଗୋଟିଏ ଖଣି ଖୋଳାଇ ବଡ଼ ରାଣୀଙ୍କୁ ତହିଁରେ ପକେଇ ଦେଇ ତଳ କଣ୍ଟା ଉପର କଣ୍ଟା ଛାଟିଦେଲେ। ସାନ ରାଣୀ ପୁଅ, ବୋହୂ, ନାତି ନେଇ ଘରଦ୍ୱାର କଲା। ମୋ କଥାଟି ସରିଲା। ଶ୍ରୋତାବନ୍ଧୁ, ଯଦି ଭଲ ଲାଗିଥିବ ତେବେ ଏହାକୁ ଲାଇକ୍ କରନ୍ତୁ, ସେୟାର କରନ୍ତୁ ଏବଂ କାହାଣୀ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ଆପଣମାନଙ୍କର ମୂଲ୍ୟବାନ ମତାମତ ଦିଅନ୍ତୁ। ରହୁଛି, ନମସ୍କାର।